ଶିଶୁର ପରିଣତ এটা ଆଜି ସମସ୍ୟା ନା ଏଇଟା ଗୋଟେ ରୀତିମତ ଘଟଣା ହେଇଗଲାଣି। ପୋଲିସ ଆଜିର ଏ ଯେଉଁ ଆଇନ ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱ କାହାର? ପୋଲିସର। କିନ୍ତୁ ପୋଲିସ କ'ଣ କରୁଛି? ପୋଲିସ ନିଜେ ଛିଡ଼ା ହେଇକି ଗାଡ଼ି ଡାହାଣ ପଟ କାଟିକି ଯାଉଛନ୍ତି, ଯେଉଁଥିପାଇଁ ସ୍କୁଲ ଛୁଆ ବି ଠିକ୍ ସମୟରେ ଯାଇ ପହଞ୍ଚି ପାରୁନାହାନ୍ତି, ପାଠ ପଢ଼ିବାର ଅସୁବିଧା, ରୋଗୀ ଯିବାର ଅସୁବିଧା, ଆଉ ପାସେଞ୍ଜର ବସ୍ ବି ଯଦି ପଛରେ ଅଛି ସିଏ ବି ଯାଇପାରୁନି। এটা ସିଧା ଯଦି କଥା ପୋଲିସ ଜାଣତେ ରହୁଛି, ପୋଲିସ এটা କରାଉଛି, ପ୍ରଶାସନ এটা କରାଉଛି, କିନ୍ତୁ ତାଙ୍କର କର୍ତ୍ତବ୍ୟ ହେଲା ତାଙ୍କର ଏ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା, ଗାଡ଼ି ମଟର କେମିତି ସୁବିଧାରେ ଯିବେ ସେମିତି ତାଙ୍କର ଦାୟିତ୍ୱ, କିନ୍ତୁ ସେଇଟା ଦାୟିତ୍ୱ ଠିକ୍ସେ କରୁନାହାନ୍ତି। ତେଣୁ ଏଇଟା ମାନେ ରୀତିମତ ସବୁଦିନ ଏଇଟା ଚାଲୁଛି। ତେଣୁ ଆଜି ଆମେ ଏଇ ଜିନିଷକୁ ବନ୍ଦ କଲୁ। ଆଜି ବାରମ୍ବାର ଆମକୁ ଜଣେଇଲେ ବି, ପ୍ରଶାସନ ପୋଲିସ ଜଣେଇଲେ ବି ସେ ନିଜ ଦାୟିତ୍ୱ ନିର୍ବାହ ଠିକ୍ସେ ନ କରିଲେ ଆମେ ବାଧ୍ୟ ହୋଇକି ଆଜି 18 ଗାଡ଼ିରେ ଗାଡ଼ିକୁ ଅଟକେଇଲୁ ଏବଂ ଅଟକେଇଲା ପରେ ପାରାଦ୍ୱୀପ ଥାନାର ଭାରପ୍ରାପ୍ତ ଅଧିକାରୀ ଯାଇକି ଆମକୁ ଡାକିଲେ। ବର୍ତ୍ତମାନ ତାଙ୍କ ସାଙ୍ଗେ ଗୋଟେ ମିଟିଂ ଥିଲା ଏବଂ ସିଏ ଏକ ପ୍ରକାର ନିଜେ ଦାୟିତ୍ୱ କହୁଛନ୍ତି ମୁଁ ଠିକ୍ସେ କରୁଛି, କିନ୍ତୁ ଆମେ ତ ଦେଖୁଛୁ ଯାହା ଅନ୍ୟମାନେ ବି ଅଛନ୍ତି। ତେଣୁ ଆମେ ଯାହା ପୋଲିସ ସବୁ ପ୍ରଶାସନକୁ ଜଣେଇବା, ଆଉ ଥରେ ଏଡିଏମ୍ଙ୍କ ପାଖକୁ ବର୍ତ୍ତମାନ ଯାଉଛୁ। ତାଙ୍କର ରାଜି ଆଉ ନରାଜି ହେବାର ଆଉ କିଛି ଆମେ ଆଉ କାହା ଉପରେ ଭରସା ନାହିଁ। ତେଣୁ ଆମେ ଆମ ନିଜ ଟ୍ରକ୍ ମାଲିକ ସଂଘ ଯେଉଁ ଅଛନ୍ତି, ଜେସିସି ଯେଉଁ ଅଛି, ତା ନିଜ କାମ ନିଜେ କରିବ, ଏଇ ଜିନିଷକୁ ବନ୍ଦ କରିବ। କିନ୍ତୁ କିଛି ନଥିଲେ ପୋଲିସ ଛିଡ଼ା ହେଇଛି, ତା ସାମ୍ନାରେ କେମିତି ଗାଡ଼ି ଯାଉଛି? ଦିନ ଦ୍ୱିପ୍ରହରରେ ଗାଡ଼ି ଯାଉଛି କେମିତି? ତେଣୁ ସେଇଟା କ'ଣ ଥାଏ କ'ଣ ମୁଁ ତ ନିଜେ ଜାଣିନି, କିନ୍ତୁ ଯାହା ଜଣାପଡ଼ୁଛି ପୋଲିସ ସେଇଟା ଚାହୁଁଛି ଏଇଟା ହେଉ, ଯିଏ ବନ୍ଦ କରିବା କଥା ଏସବୁ ଜିନିଷ ସେ ଚାହୁଁଛି ହେଉ ବୋଲି ବିଶୃଙ୍ଖଳା ହେଉଛି। ତେଣୁ ଆକୁ ଆମେ ଯାହା ବି ହେଲେ ପଦକ୍ଷେପ ନେଇ ଆମେ ଆମ ତରଫରୁ ଯଦି ପୋଲିସ ଏଇଟା ନ କରୁଛୁ ଆମେ ନିଶ୍ଚିତ ଭାବରେ ବନ୍ଦ କରିବୁ।